ଏ ବହୁ ଶିବ ପୁରାଣର କଥା କହୁଛ ବେଲେ ଗୋଟେ କଥା ଆସନ୍ତା କାଲି ଶୀତଳ ଷଷ୍ଠୀ ଅଛି ଗୋ ଶୀତଳ ଷଷ୍ଠୀ ଶିବ ପାର୍ବତୀ ବିବାହ ହେବେ ହଁ ହେଲେ ଏଇଟା କାହିଁ କାରଣ ଲାଗି ପାଳନ କରସନ୍ ସର୍ବପ୍ରଥମେ କିଏ କରିଥିଲା ପାଳନ করে କାହିଁ ପୁଣ୍ୟ ଫଳ ମିଳୁଛି ସେ କଥା ଟିକେ କହତ ଇ ଭାଇ ଖାଇ ସବୁ କଥା ସୋର ପାଉଛନ୍ ଗো ମୁଁ ତ ବାଇରି ବସନ୍ତି ସତେ ବାଇରିଟା ବୋଲୁଛି ଏ ଭାଇ ଖାଇ ଖବରଦାର ଥିବ ବାରି ବାରି ନି कहବ ବାରି କଥା ଦେଖା ମିକେ ବୋଇଲେ ମହାଦେବଙ୍କର କଥା ଅନିଲ ମନ ଧ୍ୟାନ ଦିକରି ଶୋଥ ପୁରାଣ ରହସ୍ୟ କଥା ସୁଜନ ସୁର ସୁଜନ ସୁର ସୁଜନ ଦେଇ ମନ ବୁଝାଇ କହୁଛି ପୁରାଣ ଅଟେ ବିଧାନ ଏ ଶୁଣ ସୁଜନ ସୁର ସୁଜନ ଦେଇ ମନ ବୁଝାଇ କହୁଛି ପୁରାଣର ଅଟେ ବିଧାନ সতী দেবীକୁ নিমନ୍ତ୍ରଣ କଲେ ସୁଜନ ଦେଇ ବୁଝାଇ କହୁଛି ପୁରାଣ କଟେ ଶିବଙ୍କର ଶ୍ୱଶୁର ହେଲେ ଦକ୍ଷ ପ୍ରଜାପତି ତ ଦକ୍ଷ ପ୍ରଜାପତିଙ୍କର ଅନେକ ଝିଅ ଥିଲେ ସେ ମଧ୍ୟରୁ ମହାଦେବ ବିବାହ କରିଥିଲେ ମାତା ସତୀ ଦିନେ ଦକ୍ଷ ପ୍ରଜାପତି ଯଜ୍ଞ କଲେ ଯେ ତାଙ୍କର ଝିଅ ସତୀକି ନିମନ୍ତ୍ରଣ ନାଇଁ କଲେ କାହିଁକି ମହାଦେବଙ୍କୁ ବିବାହ କରିଥିଲେ ସତୀ ବୋଲିକରି ଦକ୍ଷ ପ୍ରଜାପତି ସ୍ୱୀକାର ନାଇଁ କରୁଥିଲେ ଯେ ହେ ସାମାନ୍ୟ ବାବାଜୀ ହେ ତାର ମାକୁ ମଧ୍ୟ ହେବା तो नारद महर्षि पहुंची जाइछन कैलाश पर और माता पार्वती कहले कि तुमर बापा दक्ष प्रजापति यज्ञ करे तुमर समस्त भौणी मन को निमंत्रण कले तुमको कहने कि निमंत्रण नहीं कले ई कथा सुनला मात्र के मां सती दक्ष प्रजापति पास तांकर बापांकर पास के पले जाइछन तो तांकर बापा दक्ष प्रजापति महादेव को कटु वाक्य कहले ई कथा के महादेवंकर पत्नी सती देवी कहि नै पाइले आ तांकर से यज्ञ कुंड रे तांकर देह को आहुति देले तो जेते बेले मरि गइछन सती देवी महादेव काल भैरव रूप धारण कले समस्त को मारी पकाले विनाश कर देले आ घोर तपस्या रे बसि तो सेही समय रे काना हेला आको सेही समय रे ते नारायण ब्रह्मांड संगते कले भगवान ते
ଏହି ସମୟରେ ସେ ନାରାୟଣ ବ୍ରହ୍ମାଙ୍କ ସଙ୍ଗତେ କଲେ ଗମନ। ଶୁଣ ସୁଜନ ଶୁଣ ସୁଜନ ସୁଜନ ଦେଇ ମନ ଖାଇ କହୁଛି ପୁରାଣ ଅଟେ ବିଧାନ। ସତୀ ମହାଦେବଙ୍କର ପତ୍ନୀ ଯେତେବେଳେ ମରି ଯାଇଛନ୍ ମହାଦେବ ଚିନ୍ତାରେ ଘୋର ତପସ୍ୟା କରୁଛନ୍। ବର୍ଷ ବିତିଗଲା। ବ୍ରହ୍ମା ବିଷ୍ଣୁ ଚିନ୍ତାରେ ପଡିଗଲେ। ମହାଦେବ ଯଦି ତପସ୍ୟାରେ ବସିଲେ ଏଇ ସୃଷ୍ଟିକୁ କିଏ ସଂହାର କରେ? ତ ମା ସତୀଙ୍କୁ ଆଦେଶ ଦେଲେ ପୁଣି ଥରେ ତମେ ମର୍ତ୍ତ୍ୟ ମଣ୍ଡଳରେ ଜନ୍ମ ହେଲେ। ପାର୍ବତୀଙ୍କର ରୂପ ଧାରଣ କଲେ ମା ସତୀ ଦେବୀ ଆଉ ଜନ୍ମ ହେଲେ। ମହାଦେବଙ୍କୁ ପାଇବା ପାଇଁ ଗୋଟେ ସମୁଦ୍ର ତଟରେ ବସିକରି ଘୋର ତପସ୍ୟା କରୁଛନ୍ତି। ବର୍ଷ ବିତିଗଲା ମହାଦେବଙ୍କର ସାକ୍ଷାତ ନେଇନ। ତ ସମୁଦ୍ର ଦେବ କହିଲେ ଯେ ହେ ସାମାନ୍ୟ ଛାର ମହାଦେବଙ୍କର ପାଇଁ ତୁମେ ଏତେ ତପସ୍ୟା କରୁଛ ତୁମେ ମତେ ବିବାହ କର। ମହାଦେବଙ୍କର ଶକ୍ତି ପରି ତୁମର ଶକ୍ତି ଅଛି? ସମୁଦ୍ର ଦେବକୁ ମା ପାର୍ବତୀ କରୁଛନ୍ତି ହଁ ମୁଇଁ ଚାହିଁଲେ ସାରା ସଂସାରକେ ସୁଷରେ ମୁଇଁ ସମସ୍ତଙ୍କୁ ସୁଷଟା ଲିଭେଇ ପାରୁଛୁ। ମୋର ଏତେ ଶକ୍ତି କାହାର ଅଛି କି? ଗର୍ବ করে ସମୁଦ୍ର ମା ପାର୍ବତୀ ଅଭିଶାପ ଦେଲେ। କାଇଁ ବୋଲି ତୁମେ ଯେନ୍ ଗର୍ବ କରୁଛ ଆଜି ଠାରୁ ତୁମର ପାଣି ସବୁ ଲୁଣିଆ ହେଇଯିବ। ତେଣୁ କରି ପାର୍ବତୀଙ୍କର ଅଭିଶାପରେ ସମୁଦ୍ରର ପାଣି ସବୁ ଲୁଣ ହେଇଗଲା। ତାପରେ ଏ ବନି ମାତା ପାର୍ବତୀଙ୍କ ଡାକକୁ ଶୁଣି ପାଇଲେ ମହାଦେବ। ଆଉ ସେଇଦିନ ପାର୍ବତୀଙ୍କ ସଙ୍ଗତରେ ବିବାହ କରିଥିଲେ। ଯେନ୍ ଦିନ ଶିବ ଏବଂ ପାର୍ବତୀଙ୍କର ବିବାହ ହେଇଥିଲା ସମସ୍ତେ କଳିଯୁଗରେ ସେଟାକୁ ଆମେ ଶୀତଳ ଷଷ୍ଠୀ ବୋଲି ପାଳନ କରୁ। ତ ଆଜି ସେଇ ଶୀତଳ ଷଷ୍ଠୀ ପ୍ରଭୁ ଦେବଦେବ ମହାଦେବଙ୍କର ଶିବ ଏବଂ ପାର୍ବତୀଙ୍କର ବିବାହ। ଏହି ପରିଜାଣ ପୁରାଣ ଜନ ଶୁଣ ଶୁଣ ହେ ପରାଜନ ଏହି ପରିଜାଣ ପୁରାଣ ଜନ ଶୁଣ ଶୁଣ ହେ ପରାଜନ ସୁଜନ ଦେଇ ମନ ବୁଝାଇ କହୁଛି ପୁରାଣର ଅଟେ ବିଧାନ।